ଆସନ୍ତୁ ଚରକ ସଂହିତା ଭିତରକୁ ଯିବା ଆଉ ବୁଝିବା ଉଦର ରୋଗ ବିଷୟରେ। ଆଜି ଆମେ ଜାଣିବା ଏ ରୋଗ କ'ଣ, ଏହାର ପ୍ରକାରଭେଦ ଆଉ ଆୟୁର୍ବେଦରେ ଏହାର ଚିକିତ୍ସା କେମିତି ହୁଏ। ଆଉ ଜାଣନ୍ତି, ଏସବୁ ଆରମ୍ଭ ହୋଇଥିଲା ଗୋଟେ ଛୋଟ ପ୍ରଶ୍ନରୁ, ଯାହା ଜଣେ ଶିଷ୍ୟ ତାଙ୍କ ଗୁରୁଙ୍କୁ ପଚାରିଥିଲେ। ତେବେ ଉଦର ରୋଗ ମାନେ ସିଧା କଥା ପେଟ ଫୁଲିବା। ଆୟୁର୍ବେଦରେ ଏହାକୁ ଏକ ବଡ଼ ରୋଗ ବୋଲି ଧରାଯାଏ। ଏହାର ମୂଳ କାରଣ ହେଲା ଦୁର୍ବଳ ପାଚନ ଶକ୍ତି, ଯାହାପରେ ଶରୀରରେ ବର୍ଜ୍ୟବସ୍ତୁ ଜମା କରେ। କିନ୍ତୁ ମଜାର କଥା ହେଲା, ଆୟୁର୍ବେଦ ଏହି ଗୋଟିଏ ରୋଗକୁ 8ଟି ଅଲଗା ଅଲଗା ଭାଗରେ ବାଣ୍ଟିଛି। ଏଥିରେ ଦୋଷର ଅସନ୍ତୁଳନଠୁ ଆରମ୍ଭ କରି ପ୍ଲିହା କିମ୍ବା ଅନ୍ତନଳୀରେ ଅବରୋଧ ପରି କାରଣ ବି ଅଛି। ଚାଲନ୍ତୁ ପ୍ରଥମେ 3ଟି ମୁଖ୍ୟ ପ୍ରକାର, ଯାହା ବାତ, ପିତ୍ତ ଓ କଫ ଦୋଷ ପାଇଁ ହୁଏ, ସେ ବିଷୟରେ ଜାଣିବା। ପ୍ରଥମେ ହେଲା ବାତଦୋଷ। ଏହା ବାତଦୋଷ ବଢ଼ିଗଲେ ଏଥିରେ ପେଟ ଫୁଲା କମେବ, ଶୁଖିଲା କାଶ ହୁଏ ଆଉ ପେଟରୁ ଗୁଡ଼ୁଗୁଡ଼ୁ ଶବ୍ଦ ଆସେ। ତାପରେ ଆସେ ପିତ୍ତୁଦର, ଯାହା ପିତ୍ତ ଦୋଷ ବଢ଼ିବା ଯୋଗୁଁ ହୋଇଥାଏ। ଏଥିରେ ଦେହରେ ଜଳାପୋଡ଼ା, ଜ୍ୱର ହୁଏ ଆଉ ଆଖି ଓ ଚର୍ମ ହଳଦିଆ ଦେଖାଯାଏ। ଆଉ ତୃତୀୟ ପ୍ରକାରଟି ହେଲା କଫଦର, ଯାହା କଫ ଦୋଷ ବଢ଼ିଗଲେ ହୁଏ। ଏଥିରେ ଶରୀର ଭାରି ଲାଗେ, ଭୋକ କମିଯାଏ ଆଉ ପେଟଟା ବହୁତ ଟାଣ ଓ ସ୍ଥିର ଲାଗେ। ତାହେଲେ ଏତେ ଗମ୍ଭୀର ରୋଗର ଚିକିତ୍ସା ଆୟୁର୍ବେଦରେ କେମିତି କରାଯାଏ? ଏଥିରେ ମୁଖ୍ୟତଃ ବିରେଚନ, ପସ୍ତି ପରି ଶୁଦ୍ଧିକରଣ କ୍ରିୟା ଆଉ କଡ଼ା ଖାଦ୍ୟପେୟ ନିୟମ ଥାଏ। ଚରକ ସଂହିତା କୁହେ, ଉଦର ରୋଗକୁ ଆରମ୍ଭରୁ ହିଁ ସଠିକ୍ ଭାବରେ ଚିକିତ୍ସା କରିବା ଜରୁରୀ। ଏହି ହଜାର ହଜାର ବର୍ଷ ପୁରୁଣା ଜ୍ଞାନ ଆଜି ବି ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ, ସତରେ ଭାବିବାର କଥା।